ଭାରତୀୟ ଆତ୍ମାର ଚିରନ୍ତନ ଉଦ୍ଘୋଷ ସତ୍ୟମେବ ଜୟତେ। ସତ୍ୟମେବ ଜୟତେ ହେଉଛି ଭାରତର ସର୍ବୋଚ୍ଚ ଜାତୀୟ ଆଦର୍ଶ ବାକ୍ୟ, ଯାହାର ଭାବାର୍ଥ ହେଉଛି ସତ୍ୟର ହିଁ ସଦା ସର୍ବଦା ଜୟ ହୁଏ। ଏହା କେବଳ ଏକ ବାକ୍ୟ ନୁହେଁ, ବରଂ ହଜାର ହଜାର ବର୍ଷର ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ଦର୍ଶନର ମୂଳଦୁଆ। ଏହି କାଳଜୟୀ ମନ୍ତ୍ରଟି ପ୍ରାଚୀନ ମୁଣ୍ଡକ ଉପନିଷଦରୁ ସଂଗୃହୀତ। ମୁଣ୍ଡକ ଉପନିଷଦର ସମ୍ପୂର୍ଣ୍ଣ ଶ୍ଲୋକଟି ହେଉଛି ସତ୍ୟମେବ ଜୟତେ ନାନୃତମ୍ ସତ୍ୟେନ ପନ୍ଥା ବିତତୋ ଦେବୟାନ ଜେନାକ୍ରମ ତୃଷେୟୋ ତକାମା ଯତ୍ର ସତ୍ୟସ୍ୟ ପରମ ନିଧାନମ୍। ଅର୍ଥ, ସତ୍ୟର ହିଁ ବିଜୟ ହୁଏ, ମିଥ୍ୟାର ନୁହେଁ। ସତ୍ୟ ଦ୍ୱାରା ହିଁ ଦେବଲୋକର ମାର୍ଗ ପ୍ରଶସ୍ତ ହୋଇଥାଏ। ଯେଉଁ ପଥ ଦେଇ ନିଷ୍କାମ ମୁନି ଋଷିମାନେ ସେହି ପରମ ସତ୍ୟର ଆଧାର ନିକଟରେ ପହଞ୍ଚିଥାନ୍ତି। ଜାତୀୟ ପ୍ରତୀକରେ ସ୍ଥାନ ସମ୍ରାଟ ଅଶୋକ ବାରାଣାସୀର ସାରନାଥଠାରେ ସ୍ଥାପନ କରିଥିବା ଅଶୋକ ସ୍ତମ୍ଭର ଚତୁର୍ମୁଖୀ ସିଂହ ଆକୃତିକୁ ଭାରତର ଜାତୀୟ ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ଯଦିଓ ମୂଳ ସ୍ତମ୍ଭରେ ଏହି ବାକ୍ୟଟି ନଥିଲା, କିନ୍ତୁ ସ୍ୱାଧୀନତା ପରେ ଏହି ଜାତୀୟ ପ୍ରତୀକର ନିମ୍ନ ଭାଗରେ ଦେବନାଗରୀ ଲିପିରେ ସତ୍ୟମେବ ଜୟତେ ଖୋଦିତ କରାଗଲା। ପିତୃ ଅମାବାସ୍ୟା ବା ମହାଳୟା ଅମାବାସ୍ୟା ପିତୃପକ୍ଷରେ ଆମର ପୂର୍ବପୁରୁଷମାନେ ମର୍ତ୍ତ୍ୟ ଲୋକକୁ ଆସି ଆମଠାରୁ ସେବା ପାଇ ପ୍ରସନ୍ନ ହୋଇଥାନ୍ତି। 15 ଦିନ ନିମନ୍ତେ ଆସିଥିବା ପୂର୍ବପୁରୁଷମାନେ 16 ଦିନରେ ଅର୍ଥାତ୍ ଅମାବାସ୍ୟାରେ ପିତୃପକ୍ଷର ସମାପ୍ତରେ ଭୂଗୋଳରୁ ବିଦାୟ ନେଇଥାନ୍ତି। ଏହି ଦିନ ସନ୍ଧ୍ୟା ସମୟରେ ଦକ୍ଷିଣ ଦିଗକୁ ମୁଖ କରି ରାଶି ତେଲରେ କଳା ରାଶି ବଡ଼ାସା ପକାଇ ପିତୃଙ୍କ ଉଦ୍ଦେଶ୍ୟରେ ଜଳାଇ ଦିଅନ୍ତୁ। ଏହା ପିତୃପୁରୁଷଙ୍କ ମାର୍ଗକୁ ଆଲୋକିତ କରିଥାଏ, ଦ୍ୱାରା ପିତୃପକ୍ଷ ପ୍ରସନ୍ନ ହୋଇ ସୁଖ ସମୃଦ୍ଧି ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଆପଣଙ୍କ ପାଖରେ ଯେତିକି ଅଛି ସେତିକିରେ ଖୁସି ହେବାକୁ ଚେଷ୍ଟା କରନ୍ତୁ, କାରଣ ଏ ଦୁନିଆରେ ଏମିତି ବି ଲୋକ ଅଛନ୍ତି ଆପଣଙ୍କ ପାଖରେ ଯାହା ଅଛି ତାଙ୍କ ପାଇଁ ତାହା ସ୍ୱପ୍ନ ଅଟେ। ଜୟ ଶ୍ରୀ ଜଗନ୍ନାଥ।